ବନ୍ଧୁଗଣ, ଆଜିର କାହାଣୀ ଆପଣଙ୍କୁ ଗୋଟିଏ ଡିଫରେଣ୍ଟ ଶିକ୍ଷା ଦେବ। ଯଦି ଏହି ଶିକ୍ଷାକୁ ଗ୍ରହଣ କରିବାକୁ ଚାହୁଁଛ ତ କାହାଣୀଟି ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ମୁଁ ଓଡ଼ିଆ ମୋଟିଭେଟର ଆପଣଙ୍କ ପାଖକୁ ନେଇକି ଆସିଛି ଆଉ ଏକ ନୂଆ କାହାଣୀ। ତ ଚାଲ ବେଶୀ ଡେରି ନ କରି ଭିଡ଼ିଓଟି ଷ୍ଟାର୍ଟ କରିବା। ମନୁଷ୍ୟ କାହାର ପ୍ରତୀକ ଅଟେ? ଶାନ୍ତି, ପ୍ରେମ, ଦୟା, କ୍ଷମା ଏହାର ପ୍ରତୀକ ଭାବୁଛ ନା? ତ ତୁମେ ଭୁଲ ଭାବୁଛ। ମଣିଷ ଲୋଭର ପ୍ରତୀକ ଅଟେ। ମଣିଷ ଭିତରେ ଲୋଭ ପ୍ରବେଶ କରିଗଲେ ତା ଭିତରେ ଥିବା ଶାନ୍ତି, ପ୍ରେମ, ଦୟା, କ୍ଷମାକୁ ଭୁଲି ସେହି ମଣିଷ ଲୋଭର ପଛରେ ଭାଗେ। ମୋର ଏହି କଥାକୁ ଧ୍ୟାନପୂର୍ବକ ଶୁଣିବ। ଯଦି ଗୋଟିଏ ମଣିଷକୁ ବାଇକ୍ କିଣିବାକୁ ତା ପାଖରେ 2 ଲକ୍ଷ ଟଙ୍କା ଥାଏ, କିନ୍ତୁ ସେହି ସମୟରେ ତା ପାଖରେ ରହୁଥିବା ଗୋଟିଏ ପଡ଼ୋଶୀ ହସ୍ପିଟାଲରେ ପଡ଼ିଥାଏ, ତାକୁ ଭଲ ହେବା ପାଇଁ 50,000 ଟଙ୍କା ଦରକାର ପଡ଼େ ଏବଂ ତା ପାଖରେ ଟଙ୍କାଟିଏ ମଧ୍ୟ ନଥାଏ, ଏବଂ ସେ ବାଇକ୍ କିଣିଯିବା ଲୋକଙ୍କୁ ଟଙ୍କା ମାଗେ, ତ ସେ ଲୋକ କ'ଣ କହିବ ଜାଣିଛ? ଭାଇ, ମୋ ପାଖରେ ପଇସା ନାହିଁ, ଯଦି ପଇସା ଥାନ୍ତା ତ ଦେଇଥାନ୍ତି, କିନ୍ତୁ ତା ପାଖରେ 2 ଲକ୍ଷ ଟଙ୍କା ଅଛି। ସେହି ସମୟରେ ତାର ସେ ବାଇକ୍ର ଲୋଭ ହିଁ ତା ଭିତର ଦୟା ପ୍ରେମକୁ ମାରି ଦେଇଥାଏ। ମଣିଷ ଜାଣିଛି କି ମୋର ଏହି ଶରୀର ମଧ୍ୟ ରହିବ ନାହିଁ, ସେ କଥା ଜାଣି ମଧ୍ୟ ନିଜ ଶରୀର ଉପରେ ଲୋଭ କରେ। ଯେଉଁ ଶରୀର କି ମରିବାର କିଛି ଘଣ୍ଟା ପରେ ଦୁର୍ଗନ୍ଧ ବାସିବ ଏବଂ ତାକୁ ଛୁଇଁଲେ ବି ଲୋକ ଗାଧିବେ, ସେଥିପାଇଁ ମନକୁ ପବିତ୍ର କର, ଗଙ୍ଗାରେ ବୁଡ଼ିକି ଶରୀରକୁ ନୁହେଁ। ମଣିଷ ଏହି ଦୁନିଆକୁ ଆସିଲା ପରେ କିଛି ବି ନେଇକି ଆସିନଥାଏ, ଗଲାବେଳେ ବି କିଛି ନେଇକି ଯାଇନଥାଏ, କିନ୍ତୁ ସଂସାରକୁ ଆସିବା ପରେ ଟଙ୍କା ପଛରେ ଭାଗିଥାଏ। କିନ୍ତୁ ସେହି ଟଙ୍କା ମଣିଷ ମରିଯିବା ପରେ ତା ପଛରେ ଭାଗେ ଏବଂ କହେ କି, ହେ ମଣିଷ, ଦିନ ଥିଲା ମୋ ପଛରେ ଭାଗୁଥିଲୁ, ଏବେ ମୁଁ ତୋ ପଛରେ ଭାଗୁଛି, ମୋତେ ଉଣ୍ଡାଇକି ଦେଖା, ମୋତେ ଟିକିଏ ଛୁଇଁକି ଦେଖା। ଏ ହେଉଛି ସଂସାର ବନ୍ଧୁ। ଏଠି ଲୋଭ ଏତେ ବଢ଼ିଗଲାଣି କି ନିଜ ମା' ବାପାଙ୍କୁ ବି ଟଙ୍କା ପଇସା ଜମିବାଡ଼ି ଲାଗି ମାରି ଦେଉଛନ୍ତି। ସେମିତି ଗୋଟିଏ ବହୁତ ସୁନ୍ଦର କାହାଣୀଟିଏ ଅଛି। ଗୋଟିଏ ରାସ୍ତାରେ ବହୁତ ଗୁଡ଼ାଏ ଚାଉଳ ପଡ଼ିଥାଏ। କିଛି ଗାଈ ଆସି ସେ ଚାଉଳକୁ ଖାଇ ଚାଲିଗଲେ। କିଛି ଚଢ଼େଇ ସେ ଚାଉଳରୁ କିଛି ଖାଇ ନିଜ ପିଲାଙ୍କ ପାଇଁ କିଛି ତାଙ୍କ ଥଣ୍ଟରେ ଧରି ଚାଲିଗଲେ। କିଛି ସମୟ ଯିବାରୁ କିଛି ମୂଷା ଆସି ସେ ଚାଉଳରୁ କିଛି ଖାଇ ଚାଲିଗଲେ। କିନ୍ତୁ ଶେଷରେ ଗୋଟିଏ ମଣିଷ ଆସିଲା ଏବଂ ଚାଉଳ ପଡ଼ିଥିବା ଦେଖି ସବୁତକ ଚାଉଳକୁ ଉଣ୍ଡାଇ ଚାଲିଗଲା। ସଭିଏ ଯେତିକି ଦରକାର ସେତିକି ଖାଇଲେ, କିନ୍ତୁ ମଣିଷ ସବୁତକ ନେଇଗଲା। ବନ୍ଧୁ, ଯଦି ଗୋଟିଏ ଜୀବକୁ ଭଗବାନ ଏ ସଂସାରକୁ ପଠାଇଛନ୍ତି ତ ତା'ର ଖାଇବାର ବ୍ୟବସ୍ଥା ବି କରିଥାନ୍ତି, ସେମିତି ମଣିଷର ବି କରିଥାନ୍ତି। କିନ୍ତୁ ଆଜି ମଣିଷ ଲୋଭର ମୋହରେ ପଡ଼ି ଦୁଃଖ ପାଉଛି। ସେ ଲୋଭ ଟଙ୍କାର ହେଉ, ଜାଗାର ହେଉ, ପ୍ରେମର ହେଉ କିମ୍ବା ନିଜ ଶରୀରର ହେଉ। ଲୋଭ କରି ଦୁଃଖ ପାଇ ପୁଣି ସେହି ମଣିଷ ନିଜର ଭାଗ୍ୟକୁ ଭଗବାନଙ୍କୁ ଦୋଷ ଦେଇଥାଏ। ସେ କାହିଁକି ବୁଝିପାରେ ନାହିଁ ତା'ର ଦୁଃଖର କାରଣ ତା'ର ଲୋଭ ଅଟେ। ତମ ପାଖରେ ରହିବା ପାଇଁ ଘର ଅଛି, ଖାଇବା ପାଇଁ ଖାଦ୍ୟ ଅଛି, କିନ୍ତୁ ଦୁନିଆରେ ଆଜି ବି ଏମିତି ମଣିଷ ଅଛନ୍ତି ଯାହାର କି ନା ତ ଘର ଅଛି ନା ତ ଖାଇବା ଅଛି। ଯଦି ତମ ପାଖରେ 100 ଟଙ୍କା ଅଛି ତ 50 ଟଙ୍କା ତମେ କିଛି କିଣିଲ ଏବଂ ବାକି ଥିବା 50 ଟଙ୍କା ତମେ ପକେଟରେ ନ ରଖି ଗୋଟିଏ ଏମିତି ମଣିଷକୁ ଦେଇଦିଅ ଯାହାର କି ସେ 50 ଟଙ୍କା ଅଧିକ ଆବଶ୍ୟକ ଥିବ। ଦେଖିବ ବନ୍ଧୁ, ତମ ମନକୁ କଷ୍ଟ ହେବ କିନ୍ତୁ ଆତ୍ମାକୁ ଶାନ୍ତି ମିଳିବ। ସେଥିପାଇଁ ତ କହନ୍ତି କି ଆମକୁ ଭଗବାନ ଯେତିକି ଦେଇଛନ୍ତି ସେତିକିରେ ଖୁସି ହେବା କଥା। ଅଧିକ ଲୋଭ କଲେ ବିପଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତ ବନ୍ଧୁଗଣ, ମଣିଷର ଦୁଃଖର କାରଣ ଆଉ କିଛି ନୁହେଁ, ତା'ର ଲୋଭ ହୋଇଥାଏ। ଯଦି ନିଜ ଜୀବନରେ ଖୁସି ରହିବା ପାଇଁ ଚାହୁଁଛ ତ ଲୋଭଠୁ ଦୂରରେ ରୁହନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସେୟାର କରିବା ଭୁଲିବେ ନାହିଁ ଏବଂ ସୁନ୍ଦର କମେଣ୍ଟଟିଏ କରିଦେବେ। ଆଉ ଏ ଚ୍ୟାନେଲର ପ୍ରତ୍ୟେକ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖିବେ। ରହୁଛି, ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ।